ଆମର ଯୋଉ ବଡ ସଂଘ ଯୁବ ସାଂସ୍କୃତିକ ଯୋଉ କାର୍ଯ୍ୟକ୍ରମ ଆମର ୟୁଥ୍ ହଷ୍ଟେଲ ଆରମ୍ଭ ହେଇଛି, କଣ କହିବେ ସେ ବିଷୟରେ? ରଥଯାତ୍ରା ଉପଲକ୍ଷେ ଯୋଉ ଆରମ୍ଭ ହେଇଛି, ଆଜି କି ଦୀର୍ଘ 35 ବର୍ଷ ହେଲାଣି ଯୋଉ ବଡ ସଂଘ ଯୁବ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ରଥଯାତ୍ରା ମହୋତ୍ସବ ଆରମ୍ଭ ହୋଇଥିଲା। ତାହା ଦୀର୍ଘ 35 ବର୍ଷ ହେଲାଣି ଏବଂ ପ୍ରତିବର୍ଷ ଏହା ଦିନକୁ କଳବଳ ବଢିବାରେ ଲାଗିଛି। ଆଉ ଜନତାଙ୍କ କୃପାରୁ ଆସନ୍ତା ବର୍ଷ କିପରି ଭଲ ଭାବରେ ହେବ ସେଥିପାଇଁ ପ୍ରସ୍ତୁତି ବୈଠକ ଥିଲା। ଆଜି ପ୍ରସ୍ତୁତି ବୈଠକ ଡିସିସନ ନିଆଗଲା କିପରି ଆକୁ ଆହୁରି ସରଳ ସୁନ୍ଦର କରାଯିବ। ସେ ଅନୁସାରେ ବ୍ୟବସ୍ଥା କରି ଲୋକମାନେ ଯୋଉ ଆସୁଛନ୍ତି, ଭକ୍ତମାନେ ଆସୁଛନ୍ତି ଏବଂ ବହୁତ ଟୁରିଷ୍ଟ ଆସୁଛନ୍ତି ଯେତେବେଳେ ଗୁଣ୍ଡିଚା ସମୟରେ ତାର ସମାଗମ ଅବସ୍ଥାରେ ତାକୁ ଲୋକଙ୍କ ପାଖରେ ଆହୁରି ବ୍ୟାପକ ଭାବରେ କରାଯିବ। ଲୋକ ତାର ଲୋକନୃତ୍ୟ ଏବଂ ବିଭିନ୍ନ କଳା ସଂସ୍କୃତିର ତାକୁ ଉପଭୋଗ କରିବେ। ଜୟ ଜଗନ୍ନାଥ। ଆପଣ ପରିଚୟ ଦିଅନ୍ତୁ। ମୁଁ ସନ୍ଧ୍ୟାରାଣୀ ରଥ। ଆମର ଯୋଉ ଆଜି ସାଂସ୍କୃତିକ କାର୍ଯ୍ୟକ୍ରମ ଯୋଉ ଆମର ବୈଠକ ଅନୁଷ୍ଠିତ ହେଇଛି, କଣ କହିବେ ସେ ବିଷୟରେ? ଆଜି ବଡ ସଂଘ ଯୁବ ସାଂସ୍କୃତିକ ପରିଷଦର 35 ବର୍ଷତମ ପ୍ରସ୍ତୁତି ବୈଠକ ବସିଥିଲା। ଏ ପ୍ରସ୍ତୁତି ବୈଠକରେ ଆମର ପୂର୍ବତନ ML ଥିଲେ ଜୟନ୍ତ କୁମାର ଷଡ଼ଙ୍ଗୀ ଆଉ ମୋର ଭାଇ ଅନୁ ପ୍ରଧାନ ଯୋଉ ଗୌରହରି ପ୍ରଧାନ। ତା ସହିତ ଏଠି ବିଭିନ୍ନ ପ୍ରକାର ଜ୍ଞାନୀ ଗୁଣୀ ମଣିଷ, ବହୁତ ସମାଜସେବୀ ଆଉ ଏ ଅନୁଷ୍ଠାନକୁ ଆଗକୁ ନେଇଥିବା ବହୁତ ବିଶିଷ୍ଟ ଲୋକମାନେ ବସିଥିଲେ। ତେଣୁକରି ଆଜି ପ୍ରସ୍ତୁତି ବୈଠକରେ ଏହା କୁହାଗଲା ଯେ ଆମର ଯୋଉ ଜୁଲାଇ 19 ଯୋଉ କାର୍ଯ୍ୟକ୍ରମ ହେବ ଏଥିରେ ସମସ୍ତେ ସମ୍ପୂର୍ଣ୍ଣ ଭାବେ ସହଯୋଗ କରିବେ। ବାହାରୁ ଆସିଥିବା ସମସ୍ତ କଳାକାର, ସମସ୍ତ ସମ୍ମାନ ଅତିଥିମାନଙ୍କୁ କେମିତି ଆମେ ସମସ୍ତେ ମିଳିମିଶି ସେମାନଙ୍କୁ ସମ୍ମାନ ସହିତ ଏଠୁ ବିଦାୟ କରିବା ପୁରୀ ଶରଧାବାଦୀରୁ। ତେଣୁ ଏଇଟା ଆମର ଆଜିର ପ୍ରସ୍ତୁତି ବୈଠକରେ ଏଇଭଳିଆ ସବୁ ଆଲୋଚନା କରାଗଲା। ତେଣୁ ଆଗକୁ ଯାହା ହବ 19 ଜୁନରେ 19 ଜୁଲାଇରେ ଆମର ଏ କାର୍ଯ୍ୟକ୍ରମ କରାଯିବ। ତେଣୁ ସମସ୍ତଙ୍କର ଅନୁମତି ଡକ୍ଟର ପ୍ରଧାନ ଧୀରେନ୍ଦ୍ର ରାୟ, ଉପସଭାପତି ବଡ ସଂଘ ୟୁଥ୍ ଫୋକ୍ ଫେଷ୍ଟିଭାଲ। ଆମର ଆଜି ଯୋଉ ଆୟୋଜନ ହେଇଛି ଆମର ବଡ ସଂଘ ଯୋଉ ପ୍ରୋଗ୍ରାମ ଯୋଉ ଆମର ୟୁଥ୍ ହଷ୍ଟେଲ ଆରମ୍ଭ ହେଇଛି, କଣ କହିବେ ସେ ବିଷୟରେ? ବଡ ସଂଘ ଲୋକନୃତ୍ୟ ମହୋତ୍ସବ 2026 ଆସନ୍ତା ମାସ 19 ତାରିଖ ଦିନ ପବିତ୍ର ଶରଧାବାଲିରେ ପ୍ରତିବର୍ଷ ଭଳି 35ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବ। ଏଥିରେ ମାନ୍ୟବର ବାଚସ୍ପତି ମହୋଦୟ ଅତିଥି ଭାବେ ଉପସ୍ଥିତ ରହିବା ପାଇଁ ସମ୍ମତି ପ୍ରଦାନ କରିଛନ୍ତି ଏବଂ ଓଡ଼ିଶାର ଓ ଓଡ଼ିଶା ବାହାର ମାନ୍ୟଗଣ୍ୟ ଅତିଥିମାନେ ଯୋଗଦେବେ। ଏବଂ ବଡ଼ କଥା ହେଲା ଏ ଅନୁଷ୍ଠାନ ଦୀର୍ଘ 34 ବର୍ଷ ହେଲା ଓଡ଼ିଶା ବାହାରୁ ଲବ୍ଧ ପ୍ରତିଷ୍ଠିତ କଳାକାରମାନଙ୍କୁ ନେଇ ସୁନ୍ଦର ଚିତ୍ତାକର୍ଷକ କାର୍ଯ୍ୟକ୍ରମ ପରିବେଷଣ କରେ। ମହାପ୍ରଭୁଙ୍କ ଚତୁର୍ଥ ଦିନ ଯାତ୍ରାରେ ଏଭଳି ଏକ ଆୟୋଜନ କରାଯାଉଥିବାରୁ ମୁଁ ସମସ୍ତ ପୁରୀ ଜନସାଧାରଣଙ୍କୁ ନିବେଦନ କରିବି, ଅନୁରୋଧ କରିବି ଏ ସମାବେଶକୁ ଆସନ୍ତୁ, ସେ ସନ୍ଧ୍ୟା ମନଜ୍ଞ ସନ୍ଧ୍ୟାକୁ ଉପଭୋଗ କରନ୍ତୁ। ଏ ଅନୁଷ୍ଠାନରେ ସାମିଲ ହୋଇ ଓଡ଼ିଶାର ସଂସ୍କୃତିକୁ ବିଶ୍ୱ ଦରବାରରେ ବିଦିତ କରିବା ପାଇଁ ଆମ ସାଙ୍ଗରେ ସହଭାଗୀ। ଜୟ ଜଗନ୍ନାଥ। ବିମଳ କୃଷ୍ଣ ଦାସ, ସଙ୍ଗୀତ ନିର୍ଦ୍ଦେଶକ। ଆମର ଆଜି ଯୋଉ କାର୍ଯ୍ୟକ୍ରମ ଆରମ୍ଭ ହେଇଛି ସାଂସ୍କୃତିକ କାର୍ଯ୍ୟକ୍ରମ ବଡ ସଂଘ ପରିଷଦ ଇଏରେ, କଣ କହିବେ ସେ ବିଷୟରେ? ରଥଯାତ୍ରା ଉପଲକ୍ଷେ ପୁରୀ ଗୋଟେ ସଂସ୍କୃତି ପିଣ୍ଡ, ଯାହାକୁ ସର୍ବଭାରତୀୟ ସ୍ତରରେ ସଂସ୍କୃତିର ପ୍ରାଣକେନ୍ଦ୍ର କହିଲେ ଅତ୍ୟୁକ୍ତି ହେବନି। ତେଣୁ ଏହି ପରିପ୍ରେକ୍ଷୀରେ ଏ ଯେଉଁ ବିଶ୍ୱ ଦରବାରରେ ମହାପ୍ରଭୁଙ୍କର ରଥଯାତ୍ରା, এই ରଥଯାତ୍ରା ଉପଲକ୍ଷେ ଚତୁର୍ଥ ଦିନରେ ଲୋକନୃତ୍ୟ ମହୋତ୍ସବ ଏ ସାରା ରାଜ୍ୟବ୍ୟାପୀ ସବୁଆଡ଼େ ଚହଳ ସୃଷ୍ଟି କରିଛି। ପ୍ରତିବର୍ଷ ହୁଏ ଏବଂ ବହୁ ସମାଗମରେ ହୁଏ। ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଏଠି ଆତିଥ୍ୟତ ଉପଲବ୍ଧି କରନ୍ତି। ଏହା ଗୋଟେ ଭାଇଚାରାର ସମ୍ପର୍କ ଚାଲିଛି। ସବୁ ଜିଲ୍ଲାର ସବୁ ସଂସ୍କୃତିର ପିଲାମାନଙ୍କୁ ଆଣି ଏ ଜାଗାରେ ଏ ଶରଧାବାଲିରେ ବଡ଼ ସୁନ୍ଦର ଭାବେ କାର୍ଯ୍ୟକ୍ରମ ପରିଚାଳନା ହୁଏ। ମହାପ୍ରଭୁଙ୍କର ଏ ବାଲିଟା ଗୋଟେ ପବିତ୍ର ବାଲି। ଶରଧା ବାଲିରେ ଅତି ଶରଧାରେ କାଳିଆ ପାଇଁ ମୁଁ ଗାଉଛି ଗୀତ, ଅନ୍ତର ଖୋଲି ଦେଖିଲି ଆଜି ମୁଁ ଗୁଣ୍ଡିଚା ମନ୍ଦିରେ ଜଗତନାଥ। ତେଣୁ ଗୁଣ୍ଡିଚା ମନ୍ଦିରେ ମହାପ୍ରଭୁ କର୍ମବେଦୀରୁ ଯେଉଁ ଜନ୍ମବେଦୀକି ଆସିଛନ୍ତି, ସେଇଠି ଏ ଲୋକନୃତ୍ୟ ମହୋତ୍ସବର କାର୍ଯ୍ୟକ୍ରମ ହୁଏ, ପ୍ରତିବର୍ଷ ହୁଏ। ଆପଣମାନଙ୍କର ସହଯୋଗ, ସମସ୍ତଙ୍କର ସହାନୁଭୂତିରେ ଏ କାର୍ଯ୍ୟକ୍ରମ 35 ବର୍ଷ ଯାଏଁ ହେଲାଣି ଏବଂ ଚାଲୁଥିବ, ଏମିତି ଚାଲିଥିବ। ମହାପ୍ରଭୁଙ୍କର ଯାତ୍ରା ଯେମିତି ଚାଲିଛି ଏ କାର୍ଯ୍ୟକ୍ରମ ସେମିତି ଚାଲିବ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ସଂଘର୍ଷ ଟିଭି ତରଫରୁ ଆପଣଙ୍କୁ ସ୍ୱାଗତ। ଆମର ବଡ ସଂଘ ଯୁବ ସାଂସ୍କୃତିକ ପରିଷଦ ଯୋଉ ଆମର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଇଯାଇଛି ରଥଯାତ୍ରା ଉପଲକ୍ଷେ, କଣ କହିବେ ସେ ବିଷୟରେ? ଦେଖନ୍ତୁ, ଆମର ରଥଯାତ୍ରା ଲୋକନୃତ୍ୟ ମହୋତ୍ସବ
2026 बड़ धूमधाम रे ए वर्ष आम पालन करने निष्पत्ति कर प्रभुंर श्रद्धा बाली कार्यक्रमटा हम गोटे दिन हम जो दिन कि आड़प मंडप अभड़ा प्रथम दिन बाहर दर्शनटा हम तेणु मोर जी 15 वर्ष है अनुष्ठान संगे जड़ित अच्छी जी जानी रथयात्रा टू बाहुड़ यात्रा सुनावेश जाए जिते फंक्शन हुए आम ये फंक्शनटा गोटे 1 नंबर फंक्शन आ निरा कार्यक्रम गोटे हुए सारा भारत वर्ष कलाकार मैंने ये प्रत्येक वर्ष किसी नुआ नुआ कला देखी आसिक शह शह नुह हजार हजार संख्यार दर्शक ये उपस्थित हाँ महाप्रभु रथ यात्रा सांस्कृतिक प्रथम सांस्कृतिक कार्यक्रम यहाँ तेणु मोर तुम टीवी माध्यम मीडिया माध्यम मोर अनुरोध रहीवासी को समस्ते आसी देखु गोटे मंच पूरा ओडिशा ओडिशा बाहर कलाकार को पाइबे एथरे घुमरा नाच पाइबे आसाम बिहू पाइबे गंजाम पाइबे कोरापुटर आसबे संबलपुर नृत्य भी आसबे पूरा जिते लोक कला अच्छी आम राज्य में समस्ते गोटे मंच समस्त परफॉर्मेंस देखे ये गोटे बहुत सुंदर कार्यक्रम मोर अनुरोध रही समस्ते आसतु आ जोड़ी हूँ आ समस्ते आसी देखु यात्री मन तो आसबे सब दर्शनार्थी भक्त आसबे तो आम पुरीवासी जेहतु पुरी अनुष्ठान पुरी रहा आम पुरीवासी समस्ते एथरे सामिल हवा मोर अनुरोध रहा समस्त आसतु देखु दीर्घ 35 वर्ष होगा दिन अधे नुह वर्ष 2 वर्ष भी नुह दीर्घ 35 वर्ष होगा ये अनुष्ठान चलिए मुझे व्यक्तिगत भाव में 15 वर्ष है सभापति अच्छे कार्यक्रम आगे नौ आम सागर जो टीम अच्छा आमर जो कमिटी अच्छी धन्यवाद देवी समस्ते जी जो क्षेत्र था जमती रथ यात्रा भाया पाखे आस मसे थी समस्ते डका आका एकाठी ये कार्यक्रम ये फंक्शन टाक करती तेणु मोर समस्त धन्यवाद कार्यक्रम को अपेक्षा करिया जय जगन्नाथ ठीक है भाईना आपन परिचय दियंतु रवि नारायण पंडा आज्ञा हमर जो 35तम रथयात्रा लोकनृत्य महोत्सव जो आरंभ होइछि हमर यूथ हॉस्टल रे जो आरंभ होइछि बड़ संघ युव सांस्कृतिक परिषद जो कौन कहिबे हमर या ऊपर बड़ संख युव परिषद जो ये सांस्कृतिक कार्यक्रम आज नो 35 वर्ष काल निभि आस बहुत सुंदर भाव प्रति वर्ष सब नुआ नुआ पारंपरिक जिनिस को मंच उपर उन्मोचन करवा ये मंचर आभिमुख्य पुरी सहर हूँ कला संस्कृतिर सहर श्री जगन्नाथ विश्व प्रसिद्ध रथ यात्रा देखा बाहर कंट्री लोक आसती जगह को तेणुक ये सांस्कृतिक कार्यक्रम जगन्नाथ मंदिर ठारू आरंभ हो श्रीगुंडीचा मंदिर पर्यंत आपण बाटर देखुए मठ बाड़ी संस्कृति परंपरा जो चारिपट थिला सेठी भजन कीर्तन प्रभु नाम से मठाधीश मान सब विभिन्न जगार सब साधु सन्थ मान आसती रथ यात्रा पर्व आम पिला बेले सब अनुभव करूँ बहुत खाद्य प्रस्तुत सब हो महन भोग पुरी सोला इत्यादि सब बाहर सब साधु मान आसुए प्रस्तुत ये सब जिनस गुड़िक बर्तमान आज डेट रे निभा गला किंतु जनसंख्या लोक परिमाण ये अनुसार बढ़ी जाइए तेणुक सांस्कृतिक कार्यक्रम को समस्त आज दिन में अनुभव कर कला संस्कृतिर सहर जगन्नाथ महाप्रभु निजे होती कला संस्कृतिर प्रतीक तेणुक कला संस्कृति से अनुष्ठान आज पर्यटन निभे आगामी दिन को आहरी भारी सुंदर सरस भाव में निभेब यार प्रयास जारी रही जय जगन्नाथ।